ଗୋଟିଏ ଜଙ୍ଗଲରେ ଗୋଟିଏ ବରଗଛଟିଏ ଥିଲା। ସେହି ଗଛରେ ଗୋଟେ କୋଇଲି ରହୁଥିଲା। ଗୋଟିଏ ଦିନର କଥା, ସେଇ ଗଛଟିରେ କୋଇଲି ବସିଥାଏ। ଚତୁର ବିଲେଇ ସେ ବାଟ ଦେଇ ଯାଉଥିବା ବେଳେ କୋଇଲିଟିକୁ ଦେଖିଲା ଆଉ ଭାବିଲା, ଏଇ କୋଇଲିଟିକୁ ଖାଇଲେ ମୋ ସ୍ୱର ୟା ଭଳିଆ ହେଇଯିବ ଆଉ ସମସ୍ତେ ମୋତେ ମୋ ସ୍ୱର ଶୁଣିକି ଆଶ୍ଚର୍ଯ୍ୟ ହେଇଯିବେ ଯେ ମୁଁ କିଏ। ଆଚ୍ଛା ଭଉଣୀ, ତୁମ ନାଁଟି କ'ଣ? ତୁମର ଏ ସ୍ୱର ଶୁଣି ମୁଁ ଚାଲି ଆସିଛି। ମୋ ନାଁ, ମୋତେ ସମସ୍ତେ ସୁନ୍ଦରୀ କୋଇଲି ନାଁରେ ଡାକନ୍ତି। ଓହୋ, ଇଏ ତାହେଲେ ସୁନ୍ଦର କୋଇଲି। ଜାଣିଲି ଯେ ଆକୁ ଖାଇବାରେ ଯୋଉ ମଜା ଆଉ କାହାକୁ ନାହିଁ। ୟାକୁ ମୁଁ ନିଶ୍ଚିତ ଖାଇବି, ନିଶ୍ଚିତ। କ'ଣ ଭାବୁଛ ତମେ? ମୋତେ ନୂଆ ଦେଖୁଛ ଏଇଠି? ମୁଁ ପରା ସବୁବେଳେ ଏଇଠି ବସି ରାବେ। ଆଉ କୁଆଡ଼େ ଯାଉଥିଲ? ରହିଗଲ ଦେଖିକି ମୋତେ। କ'ଣ କିଛି କାମ ନାହିଁ ତମର କି? କୁଆଡ଼େ ଯାଉଥିଲ? ଯାଅ ଯାଅ ଯାଅ, ମୋ ପାଖରେ କାହିଁକି ଏଇଠି ରହିଲ? କ'ଣ ମୋତେ ଖାଇବା ପାଇଁ? ତମେ କ'ଣ ଭାବୁଛ ମୁଁ ସବୁ ଜାଣି ଦେଇଛି? ମୁଁ ଯାଉଛି, ବାଏ ବାଏ। ଗଲା ହାତରୁ ଆଜି ଶିକାରଟା ଚାଲିଗଲା।